प्रिय विचार कमल एवं एठारे उपस्थित मोर प्रतिनिधि भाई भौणीगण आज विषय वस्तु होची समृद्ध अर्थ गठन धंदामूलक वैषयिक शिक्षा या कोन आम या विषय किसी आलोचना करबा कि संक्षिप्त टिप्पणी दिन आपको बुझे देबी कथा अछि यार ओठरे गंगा हाथरे तिरंगा जे बेसत्य शिवम सुंदर कोई बंदे मातरम कोई पंजाब सिंधु गुजरात द्राविड उत्कल बंग कहे मु सही देश नागरिक हां मु सही देश नागरिक मु सही देश नागरिक प्रकृति समृद्ध अर्थ गठन धंदामूलक वैषयिक शिक्षा नित्याନ୍ତ आवश्यक कारण यह निजुक्ति सुयोग वृद्धि एवं दारिद्र्य हस्तांतरण मुख्य उपाय में कार्य कर आसुछि हां बंधुगण आजिकल पिला कोन करछथि बड़ बड़ पाठ पढुछथि ना कि भुवनेश्वर कलकत्ता की कोठी एमके पाठ पढुछथि हेले कोन होछि तांको मध्ये दक्ष हस्तांतरण रहନ୍ତି ସେମାନେ ଘରେ ବସି ବେକାର ହେଇ ବୁଲୁଛନ୍ତି ସେମାନେ ଚୁପଚାପ ତାଙ୍କ ଅନ୍ୟର ବୋଝ ବାନ୍ଧନ୍ତି ଏ ସବୁ କର୍ମ ପାଇଁ ସେମାନଙ୍କ ମଧ୍ୟରେ ଉପଯୁକ୍ତ ବୈଷୟିକ ଜ୍ଞାନ କୌଶଳ ଏବଂ ଧନ୍ଦାମୂଳକ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ ଯଦି ଗୋଟେ ମଣିଷ ବଞ୍ଚିବା ପଡୁଛି ତା ଜୀବନ ଶିକ୍ଷା ଦରକାର କିନ୍ତୁ ଯେଉଁ ଶିକ୍ଷା ଆମେ ପଢୁଛେ ସେ ଶିକ୍ଷା ଦ୍ୱାରା କିଛି ଲାଭରେ ଆସୁଛି ନା ବନ୍ଧୁଗଣ ଶିକ୍ଷା ଆମର କିଛି ଲାଭରେ ଆସୁନି ଯଦି ଆମେ ଯେଉଁ ଶିକ୍ଷାକୁ ଆୟତ୍ତ କରି ରଖୁଛେ ସେ ଶିକ୍ଷା ଯଦି ଆମ ସ୍ୱାବଲମ୍ବୀ ମାନେ କିଛି ଉପଯୋଗ କରିପାରିଲାନି ତାହେଲେ ସେ ଶିକ୍ଷାକୁ ଆମେ ଆୟତ୍ତ କରି ଲାଭ କଣ ପ୍ରଶ୍ନ ଉଠୁଛି ତାହେଲେ ଆୟତ୍ତ କଣ ପାଇଁ ଆଉ କରିବା ଆମକୁ ଏଭଳି ଏକ ଶିକ୍ଷା ନେବାକୁ ହେବ ଯେଉଁ ଶିକ୍ଷାରେ ଆମେ ସ୍ୱାବଲମ୍ବୀ ହେଇପାରିବା ଆମେ ଏକ ସତ୍ ଦିଗରେ ଯାଇପାରିବା ଆମ ଦେଶ ବା ରାଜ୍ୟର ଉନ୍ନତି କରିପାରିବା ହଁ ବନ୍ଧୁଗଣ ବଟ୍ ଆଉ ଗୋଟେ କଥା ପ୍ରଶ୍ନ ଉଠୁଛି ଏମିତି କୋଉ ଶିକ୍ଷା ସେ ଶିକ୍ଷା ହେଉଛି ଧନ୍ଦାମୂଳକ ବୈଷୟିକ ଶିକ୍ଷା ଗୋଟେ ପିଲା ଯଦି ଆମ ବିଦ୍ୟାଳୟରେ କ'ଣ ପାଇଁ ବୈଷୟିକ ଶିକ୍ଷାକୁ ଜଡ଼ିତ କରାଉଛି ଆପଣ ଭାବୁଥିବେ ଆଉ 2016 ମସିହାରେ ଆମର ଛତିଶଗଡ଼ର ବିଦ୍ୟାଳୟ ଆଗରେ ବୈଷୟିକ ଧନ୍ଦାମୂଳକ ଶିକ୍ଷାକୁ ଜଡ଼ିତ କରାଯାଇଛି ଏବଂ 2014 ମସିହାରେ ଆମ ଓଡ଼ିଶାରେ କିଛି ବିଦ୍ୟାଳୟ ଆଗରେ ଧନ୍ଦାମୂଳକ ବୈଷୟିକ ଶିକ୍ଷାକୁ ଜଡ଼ିତ କରାଯାଇଛି ଶିଳ୍ପ ସହିତ ଯୋଡ଼ୁଛନ୍ତି ଆଜିକାର ବିଦ୍ୟାଳୟ ଶିଳ୍ପ ବିଷୟରେ କ'ଣ ପାଇଁ ପାଠରେ ଅଛି କିଛି ରୋଗ ବିଷୟରେ କ'ଣ ପାଇଁ ପାଠରେ ଅଛି ଯଦି ପିଲାମାନେ ସେ ବିଷୟକୁ ପଢ଼ି ଉପଯୁକ୍ତ ଜଣେ ସୁଦୃଢ଼ କର୍ମଚାରୀ